ମୁଁ ଆଜି ବନେଇବି ମସଲା ଦିଆ ଗୋଟା କଲରା ଭଜା। ମୁଁ ପ୍ରଥମେ କଲରାକୁ ଭଲ ଭାବରେ ଧୋଇ ତାର ମଞ୍ଜି ସବୁ ବାହାର କରି ନେଇଛି। ଏବେ କଲରାକୁ ଅଳ୍ପ ପାଣିରେ ସିଝେଇ ଦେବା। ଅଳ୍ପ ଲୁଣ ପକାଇ ପ୍ୟାନ୍କୁ କଭର କରି 2 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ କଲରାକୁ ସିଝେଇବା। ଦୁଇ ମିନିଟ୍ ହେଇଗଲାଣି, କଲରାକୁ ପ୍ୟାନ୍ରୁ ବାହାର କରି ନେଉଛି। ଏବେ ମସଲା ପେଷ୍ଟ ବନେଇ ନେବା। ମସଲା ପେଷ୍ଟ ବନେଇବା ପାଇଁ ଗୋଟେ ମିକ୍ସର ଜାରରେ 6ରୁ 7 ପାଖୁଡ଼ା ରସୁଣ, 1 ଇଞ୍ଚ ଅଦା, ମିଡିୟମ ସାଇଜର ଟମାଟୋ, ବଡ଼ ସାଇଜ ଗୋଟେ ପିଆଜ, 3-4 ଚାମଚ ପାଣି ଦେଇ ଗ୍ରାଇଣ୍ଡ କରି ନେବା। ମସଲାର ସ୍ମୁଥ ପେଷ୍ଟ ବନେଇ ନେଲି। ଏବେ ଗୋଟେ ପ୍ୟାନରେ 2 ଚାମଚ ସୋରିଷ ତେଲ ଗରମ କରି ନେଉଛି। ଏବେ ସେଥିରେ ମସଲା ପେଷ୍ଟ ଆଡ୍ କରି ଲୁଣ, ଧନିଆ ପାଉଡର ଗୋଟେ ବଡ଼ ଚାମଚ, ଜିରା ପାଉଡର ଗୋଟେ ବଡ଼ ଚାମଚ, ଲଙ୍କା ଗୁଣ୍ଡ ଗୋଟେ ଛୋଟ ଚାମଚ, ଚିକେନ ମସଲା ଗୋଟେ ବଡ଼ ଚାମଚ ପକାଇ ଭଲ ଭାବରେ ମିକ୍ସ କରି ଲୋରୁ ମିଡିୟମ ଫ୍ଲେମ୍ରେ 2 ମିନିଟ୍ ଯାଏ ଫ୍ରାଏ କରିବା। ହଳଦୀ ଗୁଣ୍ଡ ଅଧା ଛୋଟ ଚାମଚ ଆଡ୍ କରି ନେଉଛି। 2 ମିନିଟ୍ ହେଇଗଲାଣି, ମସଲା ବି ଡ୍ରାଏ ହେଇଗଲାଣି। ମୁଁ ଏବେ ଗ୍ୟାସ୍ ବନ୍ଦ କରି ନେଉଛି। ଏବେ କଲରା ଭିତରେ ମସଲାକୁ ସ୍ପୁନ୍ ସାହାଯ୍ୟରେ ଭରି ନେବା। ଏବେ କଲରାକୁ ଫ୍ରାଏ କରି ନେବା। ପ୍ୟାନରେ ଗୋଟେ ବଡ଼ ଚାମଚ ସୋରିଷ ତେଲ ଗରମ କରି ନେବା। ତେଲ ଗରମ ହେଇଗଲାଣି, ଏବେ କଲରା ସବୁକୁ ରଖିଦେଉଛି। ଗ୍ୟାସର ଫ୍ଲେମ୍କୁ ଲୋରେ ରଖି 2 ମିନିଟ୍ କଲରାକୁ ଫ୍ରାଏ କରିବା। କଲରାକୁ ଏମିତି ଓଲଟେଇ ଓଲଟେଇ ତାର ସବୁ ସାଇଡ୍କୁ ଫ୍ରାଏ କରି ନେବା। କଲରା ଫ୍ରାଏ ହେଇଗଲାଣି, ଏବେ ପ୍ୟାନ୍ରୁ ବାହାର କରି ନେଉଛି। ଏବେ ଆମର ମସଲା ଦିଆ ଗୋଟା କଲରା ଭଜା ରେଡି ହେଇଯାଇଛି।